ଆଜ୍ଞା ନମସ୍କାର। ମୁଁ ଆପଣମାନଙ୍କ ପ୍ରିୟ ଖଳନାୟକ ମନୋଜ ବରାଳ। ଏ ବର୍ଷ ମୁଁ ଅପେରା ଅଶୋକ ସମ୍ରାଟରେ ଅଭିନୟ ଚାଲିଛି। ଖଣ୍ଡଗିରିକି ମୋର ଏ ବର୍ଷକୁ ମିଶାଇ 3 ବର୍ଷ ଖଣ୍ଡଗିରି ହେଲା। ଖଣ୍ଡଗିରି ସ୍ୱତନ୍ତ୍ର ମାହୋଲ, ଯେମିତି ଓଡ଼ିଆ ଖେଳ ଯେମିତି ମାନେ ଲିଗ୍ ପର୍ଯ୍ୟାୟ ଥାଏ ଆଉ ୱାର୍ଲଡ କପ୍ ଭିତରେ ଯେମିତି ଫରକ, ସେମିତି ଏଇଟା ହେଉଛି ୱାର୍ଲଡ କପ୍। ତ ଏଠି ସ୍ୱତନ୍ତ୍ର ମାହୋଲ ଟିକେ ଅଲଗା ଆଉ ଅଭିନୟ କରିବା ପାଇଁ ବହୁତ ବଢିଆ ଲାଗେ। ନିଶ୍ଚିତ ଲଢେଇ ଶୁଣନ୍ତୁ, ସବୁ ଟିମ୍ ସମାନ ନୁହନ୍ତି। ତ ଆମ ହିସାବରେ ଆମେ ଯେମିତି ବେଷ୍ଟ ଦେଇପାରିବୁ ସେଇ ହିସାବରେ ଆମେ କାମ କରୁଛୁ। ଆଉ ଦର୍ଶକମାନଙ୍କୁ ମନୋରଞ୍ଜନ ଖୋରାକ ଦେବା ପାଇଁ ଆମେ 100% ଆମେ ଚେଷ୍ଟା କରୁଛୁ। ନିଶ୍ଚିତରେ ଆମେ ଅଭିନୟ କରୁଛୁ, ଆମେ ଅଭିନୟ ନିଶ୍ଚିତରେ ମାନେ ଦର୍ଶକମାନଙ୍କ ମନକୁ ଆମେ କିଣିପାରିବୁ। ନାଇଁ, ଆମର ସେମିତି କିଛି ନାହିଁ। ଆମେ ଦର୍ଶକମାନଙ୍କୁ ମାନେ ଅଭିନୟ ମାଧ୍ୟମରେ ତାଙ୍କ ମନକୁ କେମିତି କିଣିପାରିବୁ ସେ ବିଷୟରେ ଚିନ୍ତା କରୁଛୁ ଆଉ ଅଭିନୟ ଜାରି ରଖୁଛୁ। ଏ ନାଟକ ଗୋଟେ ମା ପୁଅର କାହାଣୀ, ଜେଜେ ନାତିର କାହାଣୀ। ଏଇଟା ସମସ୍ତ ପରିବାରରେ ଏ ଘଟଣା ଘଟୁଛି। ଅଧା ରହିଗଲା ଆମ ଗାଁରେ। ଏ ନାଟକର ନାଟ୍ୟକାର ନିର୍ଦ୍ଦେଶକ ହେଉଛନ୍ତି ମୋ ଗୁରୁ ୟୁନିକ୍ ରବିବେରା ସାର୍। ଆଉ ତାଙ୍କ ନାଟକ ସବୁପାଇଁ ସ୍ୱତନ୍ତ୍ର। ଓ ସେ ନାଟକ ନିଶ୍ଚିତ ଲୋକମାନେ ଆସିବେ ଦେଖିବେ। ନାଇଁ ନାଇଁ, ଏଇଟା ଭୁଲ କଥା। ଏଇ ଯୋଉ ଉଲଗ୍ନ ଡ୍ୟାନ୍ସ ହଉଥିଲା, ଆମେ 4 ବର୍ଷ ତଳେ ରାଜଧାନୀ ଅପେରାରେ ଥିଲାବେଳେ ଆମେ ବିରୋଧ କରିଥିଲୁ। କୋଭିଡ ଲୋକ ବି ଆମକୁ ବିରୋଧ କରିଥିଲେ, ନାଟକ ବନ୍ଦ ହେଇଥିଲା, ମାଲିକ କ୍ଷତି ବି ସହିଥିଲେ। କିନ୍ତୁ ସେତେବେଳେ ପ୍ରଶାସନ କିଛି ଷ୍ଟେପ୍ ନେଇନଥିଲେ। ଯେହେତୁ ଛତିଶଗଡ଼ରେ ଏହାକୁ ବ୍ୟାନ୍ କରାଗଲା, ତ ଆମ ସରକାରଙ୍କର ନିଦ ଭାଙ୍ଗିଛି। ତ ସିଏ ବି ଉଲଗ୍ନ ନୃତ୍ୟକୁ ବ୍ୟାନ୍ କରିଛନ୍ତି। ନିଶ୍ଚିତ ଭାବରେ ଆମ ଓଡ଼ିଶା କଳା ସଂସ୍କୃତିର ରାଜ୍ୟ। ତ ନିଶ୍ଚିତ ଭାବରେ ସେମାନେ ନାଟକକୁ ଗୁରୁତ୍ୱ ଦେବେ ଆଉ ନାଟକ ଦେଖିବାକୁ ଆସିବେ ନିହାତି ଭାବରେ। ବହୁତ ଲେଟ୍ ଲାଗିଛି। ଯାହା ବି ହଉଛି ଭଲ ହଉଛି, ଯାହା ବି ହବ ଭଲ ଆଗକୁ ହବ।